ନାଇଁ ନାଇଁ ଆମକୁ କଣ ଝିଅ ମିଳୁନଥିଲା ନା କଣ? ଏଇଭଳିଆ ଝିଅକୁ ଆମେ ବାହାଘର କରିବାକୁ ବସଛୁ? ଆମେ କେତେବେଳେ ଆସି ପହଞ୍ଚିଲାଣୁ, ଦେଖା ନାହିଁ, ଦର୍ଶନ ନାହିଁ, ପାଣି ନାହିଁ, ପଣା ନାହିଁ, କିଛି ନାହିଁ। ଯୌତୁକ କିଛି ବି ପଠେଇଲନି, ଯୌତୁକ କହିଥିଲା ସେଇଦିନ ପଇସା ଆମେ ନହେଲେ ଫେରିକି ଯାଉଛୁ। ଆମକୁ ଝିଅ ବାଣ ଶୁଭୁନି, ଏତେ ବାଜା, ଏତେ ବାଣ, କିଛି ସ୍ୱାଗତ ନାହିଁ, କିଛି ନାହିଁ, ପଣା ନାହିଁ, କୋଲ୍ଡ୍ରିଙ୍କ୍ସ ନାହିଁ, କିଛି ନାହିଁ। ଆମକୁ ବାଣ ଶୁଭୁନି, ଲାଇଟ ଶୁଭୁନି, କିଛି ଦେଖା ଯାଉନି। ଦେଖିନ ତମେ କେତେବେଳେ ହେଲା ଏମିତି ରଖ ତମ ବାହାଘର ଦେଖନ୍ତୁ ମାନବ ଲୀଳା ଯେମିତି ଜୋଇ ଆସେ ରୋଷଣୀ ହେଇକିରି ଶ୍ୱଶୁର ଘରକୁ ଝିଅକୁ ନବା ପାଇଁ ବିବାହ ବେଦୀରେ ବସିକିରି ଝିଅକୁ ନେଇକି ଯିବ, ସେମିତି ସୋମନାଥଙ୍କୁ ଧରିକି ଆସିଛନ୍ତି ତାଙ୍କର ସହଚର ବରଯାତ୍ରୀ ଦଳ ଆସିଛନ୍ତି। କିନ୍ତୁ ଏଠି କନ୍ୟା ଯାତ୍ରୀ ସ୍ୱାଗତ କରିବାରେ ବିଳମ୍ବ କରିବା ହେତୁ ମାନେ ବରଯାତ୍ରୀ ଦଳ କଣ ସବୁ କଥା କହୁଛନ୍ତି ସିଏ କହିବେ। କଣ ଆଜ୍ଞା ଆପଣଙ୍କୁ ପଚାରୁନାହାନ୍ତି? ନାଇଁ ନାଇଁ ଆମକୁ ଏଇଟା ଆମେ ଏତେ ସମୟ ହେଲା ଆସିକି ଛିଡା ହେଲାଣୁ, ଝିଅ ବସିଲେ କେହି ଗୋଟେ ଦେଖେ ନାହିଁ। ଆମେ ଏତେ ସମୟ ଆସିକି ପହଞ୍ଚିଲାଣୁ, କେହି ଗୋଟେ ପଣା ନା ପାଣି ନା କଣ। ଠାକୁରଙ୍କର ମାନବ ଲୀଳାରେ ଚାଲିଛି ଇଏ ବିବାହ ରୋଷଣୀ। ବିବାହ ରୋଷଣୀରେ ବରଯାତ୍ରୀ ଦଳ ଟିକେ ନାକୁ ମନ ଅମଙ୍ଗ କରିଛନ୍ତି, କାରଣ ଝିଅ ପକ୍ଷ ତାଙ୍କୁ ଟିକେ ବିଳମ୍ବ କରିଥିବା। କନ୍ୟା ପକ୍ଷ ଚାଲିଲେ ବରକୁ ନିମନ୍ତ୍ରଣ କରିକି ଯୋଉ ଆମର ବାଟ ବରଣୀ, ସେ ବାଟ ବରଣୀ କରିବାକୁ ଯାଉଛନ୍ତି କନ୍ୟା ପକ୍ଷ। ଏଇଠି ସବୁ ତାଙ୍କର ବିଧି ମୁତାବକ ଯାହା ସବୁ ଅଛି, ଜୋଡ଼, କର୍ପୂର, ନଡିଆ ପ୍ରସାଦ ସହିତ ଯାଇଛନ୍ତି ବାବା ପଶ୍ଚିମା ସବୁ ସୋମନାଥଙ୍କୁ ବରଣୀ ଏଇଠି କରାଯାଉଛି। ବାବା ପଶ୍ଚିମା ସବୁ ସୋମନାଥଙ୍କୁ ବରଯାତ୍ରୀ ଦଳରେ ସାମିଲ ହେଇଛନ୍ତି। ଆପଣ ଗାଁର ଆରାଧ୍ୟ ଦେବ ବାବା ପଶ୍ଚିମା ସବୁ ସୋମନାଥଙ୍କର କଣ କହିବେ? ନିଶ୍ଚିତ ଭାବରେ ଆପଣ ଦେଖନ୍ତୁ, ଆମ ବାବା ପଶ୍ଚିମା ଶମ୍ଭୁ ଆଜି ବର ବେଶରେ ବାଜା ବାଣ ରୋଷଣୀ ନେଇ କୋଉଭଳି ଭାବରେ ବରଯାତ୍ରୀଙ୍କ ସହିତ ଆଜି ଆସୁଛନ୍ତି। ଯେମିତି ମଣିଷ ଯେମିତି ବାହାଘର ବେଳେ ଆମର ମଣିଷକୁ ଦେଖନ୍ତି, ଭଗବାନ ଆଜି ସ୍ୱୟଂ ବର ବେଶରେ ଆସୁଛନ୍ତି ଏବଂ ମାନବୀୟ ନୀଳା ସହିତ ଭଗବାନଙ୍କର ନୀଳା ଆଜି ଗୋଟେ ଅପରମ୍ପରା ପରିବେଶ ଆଜି ସୃଷ୍ଟି କରିଛି। ଭକ୍ତି ଭଗବାନଙ୍କର ଏଇ ଯୋଉ ମିଳନ ଏବଂ ଆଜି ପ୍ରଭୁଙ୍କର ଯୋଉ ବିବାହ ମିଳନ ନିଶ୍ଚିତ ସ୍ୱାଗତ କଲେ। ଆଉ ଶସନ ମାନେ ଆମକୁ ତାଙ୍କ ଘରକୁ ନେଇକି ଯାଉଛନ୍ତି। ଯୋଉ ବରଯାତ୍ରୀ କି ଅଧା ବାଟରେ ତାଙ୍କର ଅଦଳପଣା ଦିଆଯାଏ, ପଣା ଦିଆଯାଏ, ସେସବୁ ନୀତି ନିୟମ ସହକାରେ ଯେମିତି ମାନବ ଲୀଳାରେ କରିଛନ୍ତି ତ ସାଧରେ ଅବର୍ଦ୍ଧନା କରିଛନ୍ତି। ଆମମାନେ ଭାରି ଖୁସି, ତେଣୁକରି ଆମେ ଯାଉଛୁ କନ୍ୟା ଘରକୁ। ବରଯାତ୍ରୀ ଦଳରେ ଆସିଥିଲେ କନ୍ୟା ପକ୍ଷ ଆପଣଙ୍କୁ ଟିକେ ବିଳମ୍ବ କରିଦେଲେ, ମନଉଣା କରୁଥିଲେ। ବର୍ତ୍ତମାନ କନ୍ୟା ପକ୍ଷ ବୁଢା ଗଞ୍ଜେଇ ଟାଣିକି ଆଇଛି, ସେ କଣ କରିବ? ବେଶୀ ଗଞ୍ଜେଇ ହେଲେ ଚଣ୍ଡି ଚାମୁଣ୍ଡାଙ୍କୁ ଧରିକି ବୁଲୁଛି, ସେ ଯୋଗୁ ସେ ନାଚି ନାଚି ଆଉଛି ବୋଲି ଇଏ କନ୍ୟା ଯାତ୍ରୀ କନ୍ୟା ଦଳ କଣ ଆପଣଙ୍କୁ ସ୍ୱାଗତକାରୀ ଏତେ ବିଳମ୍ବ କଲେ କି? କିଛି ନାହିଁ, ପାଣି ନାହିଁ, ପଣା ନାହିଁ, କିଛି ନାହିଁ। ଶୁଖିଲାଟାରେ କହୁଛନ୍ତି ବିନା ଯୌତୁକରେ, ବିନା ପାଉଣାରେ ସବୁ କହୁଛନ୍ତି ନେଇଯିବେ। ଆଉ ସବୁ ସୋମନାଥ ଏଇଠି କନ୍ୟା ପକ୍ଷ ପାର୍ବତୀ ପକ୍ଷ ଆସିକି ତାଙ୍କୁ ନିମନ୍ତ୍ରଣ କରି ଡାକିଲେଣି। ବାଟ ବରଣୀ ଚାଲିଛି ବାବା ପଶ୍ଚିମା ସବୁ ସୋମନାଥଙ୍କର। ବିବାହ ପାଇଁ ବାଟ ବରଣୀ ସମୟରେ ଯୋଇକି ଯେମିତି ହାତ ଧରିକି ନିଅନ୍ତି, ଏଠି ସେମିତି ଅନୁରୂପ ଭାବେ ଯୋଇକି ସେ ହାତ ଧରିକି ପାଛୋଟି ନେଉଛନ୍ତି ବିବାହ ବେଦୀକି। ବିବାହ ବେଦୀରେ ବିବାହର ଶୁଭାରମ୍ଭ ହବ।
ମାନେ କନ୍ୟା ପକ୍ଷ ତରଫରୁ ମୁଁ ପ୍ରତିନିଧିତ୍ୱ କରୁଛି। ଆଉ ସେ ଆମେ ଯାହା ସକ୍ଷ ଉପାୟରେ ଆମେ ଶିବଙ୍କୁ କନ୍ୟାଦାନ କରିବୁ। ତାପରେ ଆମେ ଚେଷ୍ଟା କରୁଛୁ ଭଲ ଉପାୟରେ ବରଯାତ୍ରୀ କିନି ଭଲରେ ଖାଇ ପିଇକି ଯାଆନ୍ତୁ। ତା ପାଇଁ ବି ଆରେଞ୍ଜମେଣ୍ଟ ସବୁ ହେଇଛି। ଆଉ ଏସବୁ ଈଶ୍ୱରଙ୍କ କୃପା। ଆଉ ସେ ତ ମହାଦେବ ତାଙ୍କୁ ଆମେ କିଏ କଣ ଦେଇପାରିବ। ଆଉ ସିଏ ତ ସବୁ ଜାଣନ୍ତି ପରମ ପିତା। ଆମେ ଦେଖିଲୁ ମାନବ ଲୀଳାରେ ଦେବତାଙ୍କର ବିବାହ ଉତ୍ସବ ଆଜି ହଉଛି ଶୀତଳ ଷଷ୍ଠୀ ବାବା ପଶ୍ଚିମ ସୋମନାଥ ବିବାହ ଉତ୍ସବ। ଏ ବିବାହରେ ବାବା ପଶ୍ଚିମ ସୋମନାଥ ବରଯାତ୍ରୀ ଦଳ ଧରିକି ଯେତେବେଳେ ଆସିଲେ କନ୍ୟା ଘରକୁ ବିବାହ ପାଇଁ, ସେତେବେଳେ କନ୍ୟା ପକ୍ଷ କିଛି ତ୍ରୁଟି ବିଚ୍ୟୁତି ରହିଯାଇଥିଲା କି, ବିଳମ୍ବ ହେଇଯାଇଥିଲା କି? କାହିଁକି ବର ପକ୍ଷ ବହୁତ କିଛି ଯୋଉ ମାନବ ଲୀଳାରେ ତାଙ୍କ ମନ ଭିତରେ କିଛି ଚିନ୍ତା କରିକି ଝିଅ ପକ୍ଷ କହିଥିଲେ? ନା ଇଏ ତ ଆମର ଗୋଟେ ପରମ ଇଏ ଲୀଳା ଖେଳ ଲୀଳା ଚାଲିଛି। ଇଏ ତ ସ୍ୱାଭାବିକ ମାନବ ଲୀଳା ଯେମିତି ହୁଏ ସେମିତି ଆମେ ଟିକେ ନୋକ ଝୋକ ଟିକେ ହୁଏ। ଆଉ ବରପକ୍ଷ ଆଉ କନ୍ୟା ପକ୍ଷ ଭିତରେ ଟିକେ କଥାବାର୍ତ୍ତା ହୁଏ। ଯେମିତି ତାଙ୍କ ମାନେ ଆକ୍ଷେପ କରନ୍ତି। ଡିମାଣ୍ଡ କଣ ସତରେ କିଏ ଦଉଛନ୍ତି? କିନ୍ତୁ ଆମେ କହିଲୁ ସେ ଡିମାଣ୍ଡ ଦଉଛନ୍ତି। ଆମେ ଲକ୍ଷ ଲକ୍ଷ ଆମେ ଡିମାଣ୍ଡ ନେଇଛ। ଆଉ କଣ ଏମିତି କଣ ଆଣିଛ, ରୋଷଣୀ ଆଣିଛ, ବାଣ ଆଣିଛ, ମାନେ ଏମିତି ଯାହାତି ମାନେ ଇଏ ଯେମିତି ମାନବ ଠାକୁରଙ୍କର ଯେମିତି ମାନବରେ ମାନେ ଯେମିତି ବ୍ୟବହାର ହୁଏ ସେମିତି ଏଇଠି ମାନେ ଠାକୁରଙ୍କର ଆମେ କରୁ। ଆଜି ଇଏ ବାବା ପଶ୍ଚିମ ସୋମନାଥଙ୍କର ବିବାହ ଉତ୍ସବ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଏକଜୁଟ ହେଇଛନ୍ତି। ବରପକ୍ଷ ବି ହେଇଛନ୍ତି। ସେମାନଙ୍କ ପାଇଁ ଖାଦ୍ୟପେୟର ସୁବନ୍ଦୋବସ୍ତ କରାଯାଇଛି ତ? ଆଜ୍ଞା, ସେମାନଙ୍କ ପାଇଁ ସବୁ ବନ୍ଦୋବସ୍ତ ଅଛି। ଏ ପ୍ରସାଦ ସେବନ ପାଇକି ଯିବେ। ସମସ୍ତଙ୍କ ପାଇଁ ରୋଷେଇ ବନ୍ଦୋବସ୍ତ ହେଇଛି। ବିବାହ ଭୋଜି ଖାଇକି ଯିବେ ସମସ୍ତେ? ଭୋଜି ନିଶ୍ଚୟ ନା ଭୋଜି ଖାଇକି ଯିବେ। ଭଲ ଲାଗେ ଦେଖିବାକୁ, ସେଥିପାଇଁ ଆମେ ପ୍ରତିବର୍ଷ ଆସୁ। ଆଉ ଦେଖିବା ପାଇଁ ନା ଆଖିରୁ ନ ଦେଖି ପାରିଲେ ଲୁହ ଆସିଯାଏ। ବାବାଙ୍କୁ ଏତେ ଆମେ ଭଲ ପାଉ କି ବାବାଙ୍କୁ ନ ଦେଖିଲେ ମାନେ ବିବାହ ଉତ୍ସବ ଯଦି ନ ଦେଖିଥାନ୍ତୁ ଆସିପାରିନଥାନ୍ତୁ। ଦିନେ ଆସିଲା ବେଳେ ରାତି 9ଟାରେ ମୋର ବସ୍ ଫେଲ୍ ଯାଇଥାଏ। ମୁଁ କଟକରୁ ଫେରୁଥାଏ, ଗୋଟେ କେସ୍ରେ ଯାଇଥାଏ। ସେଠୁ ଫେରିଲା ବେଳେ ବସ୍ ଫେଲ୍ ହେଇଥାଏ, ମତେ ବସ୍ ମିଳିନଥିଲା। ମୁଁ କହିଲି ବାବା ସୋମନାଥ ରକ୍ଷା କରନ୍ତୁ, ଏତିକି କହିଥିଲି, ମତେ ବସ୍ ମିଳିଥିଲା। ମୁଁ ବାବାଙ୍କୁ ବହୁତ କିଛି ମାନେ ମୋ ଅନ୍ତରାତ୍ମା କଥା କହିଛି। ଆଉ ଧୀରେ ଧୀରେ କରି ବାବା ସବୁ କିଛି ଭରୁଛନ୍ତି। ମୁଁ ବାବାଙ୍କ ବିନା ବଞ୍ଚି ପାରିବିନି। ଆଉ ପ୍ରଭୁଙ୍କର ନୀଳା ଦେଖିବାକୁ ବିବାହ ବହୁତ ପ୍ରତିବର୍ଷ ଆମେ ଆସୁ। ପ୍ରଭୁଙ୍କର ଏତେ ଉତ୍ସବ, ଏତେ ତାଙ୍କର ମହିମା ଯେ ମାନେ ଯେତେ ଦୂର ଥିଲେ ସେତେ ଦୂର ପଳେଇ ଆସୁ। ଏମିତି ତାଙ୍କ ମାନେ ମହିମା ଅଛି, ଯେତେ ଯାହା ହେଇଥିଲେ ରୋଗ ବ୍ୟାଧି ଭଲ ମନ୍ଦ ସେ ଦୂର କରିଦିଅନ୍ତି। ହର ହର ମହାଦେବଙ୍କର ନାମ ଧଇଲେ ସବୁ ପାପ ଦୂର ହେଇଯାଏ, ମନସ୍କାମନା ପୂରଣ କରନ୍ତି। ଏମିତି ପ୍ରଭୁ ଏଠି ବହିଛନ୍ତି, ଦୁନିଆ ବିଖ୍ୟାତ କରୁଛନ୍ତି। ଶ୍ରୀ ଶ୍ରୀ ପଶ୍ଚିମ ସୋମନାଥଙ୍କ ବିବାହ ମହୋତ୍ସବର କାର୍ଯ୍ୟକ୍ରମ ଯେପରି ହେବା କଥା ସେହିପରି ଭାବରେ ନୀତି ନିୟମ ଅନୁସାରେ ଚାଲିଛି। ଆମର ଠାକୁର ଶ୍ରୀ ପଶ୍ଚିମାସମ୍ବକୁ ଆମେ ବରବେଶରେ ସଜାଇଥିଲୁ ଏବଂ ତାଙ୍କୁ ପଟୁଆରରେ ଧରିକିରି ଗ୍ରାମ ପରିକ୍ରମା କରି ଆମର ସାହି ପରିକ୍ରମା କରି ଠାକୁର ସଲଟଣ ସମସ୍ତ ଆତସବାଜି ଏବଂ ବରଯାତ୍ରୀ ଦଳ ସମସ୍ତ ନନ୍ଦୀ ଭୃଙ୍ଗୀ ଠୁ ଧରିକିରି ଆମର ଯେତେ ଥିଲେ ଶିବ ଦଳ ସମସ୍ତଙ୍କୁ ସାଙ୍ଗରେ ଧରି ଶ୍ରୀ ଶ୍ରୀ ପଶ୍ଚିମାସମ୍ଭୁ ସୋମନାଥ ଦେବ ସାହି ପରିକ୍ରମା କରି ଆଲୋକ ସଜା ଭିତରେ ଏବଂ ଆତସବାଜି ଭିତରେ ସମସ୍ତ ବରଯାତ୍ରୀ ଏବଂ ବହୁତ ଲୋକଙ୍କ ଭକ୍ତଙ୍କ ସମାଗମ ଭିତରେ ଠାକୁର ସାହି ପରିକ୍ରମା କରିକିରି ଠାକୁରଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଲେ। ସେଠାରେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟକ୍ରମ ମାନେ ଚାଲି ରହିଥିଲା। ଯେମିତି ମାନବିକ ଲୀଳା ଅନୁସାରେ ଆମର କିଛି ଅସୁବିଧା ହେଲେ ବରପକ୍ଷ ଇଏ ତାଙ୍କର ଆପତ୍ତି ଅଭିଯୋଗ ଆଣନ୍ତି କନ୍ୟା ପକ୍ଷ ଉପରେ। ସେଇ ଜିନିଷ ମାନବ ଲୀଳାରେ ବି ଠାକୁରଙ୍କ ବିବାହ ଉତ୍ସବ ଆମର ଆଉ ଯେମିତି ଯେମିତି ଆମକୁ ନିମନ୍ତ୍ରଣ କରିବା କଥା ଯେଉଁପରି ଭାଗରେ ସବୁ କରିବା କଥା ସେଇପରି ନହେଲେ ଯେମିତି ଆମେ ପରିପ୍ରକାଶ କରିଥାଉ ସେଇଭଳିଆ ଭାବରେ ଆମର ତାଙ୍କ ସହିତ ଟିକେ ଯୁକ୍ତିତର୍କ ଆଉ କଥାବାର୍ତ୍ତା କଟାକଟି ଚାଲିଥିଲା। ସେଇ ପରିପ୍ରେକ୍ଷୀରେ ସମସ୍ତ କାର୍ଯ୍ୟକ୍ରମ ହୋଇ ପୁଣି ସେ ଆମକୁ ବରଣ କରିବାକୁ ଆସିଲେ। ସମସ୍ତ ପ୍ରକାର ବରଣୀ କରିସାରିବା ପରେ ଆମେ ଆସିକରି ବର୍ତ୍ତମାନ ବେଦୀରେ ବସିଛୁ। ଠାକୁର ଶ୍ରୀ ପଶ୍ଚିମାସମ୍ଭୁ ସୋମନାଥ ମା ପାର୍ବତୀଙ୍କର ବିବାହ କାର୍ଯ୍ୟ ଶେଷ ହୋଇଯାଇଛି। ବର୍ତ୍ତମାନ ସେ ଠାକୁର ଏବଂ ମା ପାର୍ବତୀ ଠାରେ ବିଜେ କରିବେ। ଠା ବିଜେ କରିସାରିବା ପରେ ତାଙ୍କର ବିଶ୍ରାମ ହେବ ଏବଂ ଏହି କାର୍ଯ୍ୟକ୍ରମ ଭିତରେ ସମସ୍ତ ସରିଲା ପରେ ଆସନ୍ତାକାଲି ଆମର ପଟୁଆରରେ ଶ୍ରୀ ପଶ୍ଚିମାସମ୍ଭୁ ଏବଂ ସୋମନାଥ ଦେବ ଆମର ମୁହଁ ଲୁଚାଇବାକୁ ଯିବେ ତାଙ୍କର ବାପ ଘରକୁ। ସେଇଠାରେ ସେ ମୁହଁ ଲୁଚାଇବେ, ଦହି ପଖାଳ ଭୋଗ ଖାଇବେ ଏବଂ ଭାଇକିରି ପୁଣି ସେ ତା ପରଦିନ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ମାନେ ପୁରା ମାନବ ଲୀଳାରେ ବାବା ପଶ୍ଚିମ ସୋମନାଥଙ୍କ ବିବାହ ଉତ୍ସବ ସମାପନ ହେଇଛି।
ଯାହା ସବୁ ମାନ୍ୟବ ଲୀଳାରେ ରୀତିନୀତି ରହିଛି ଅଷ୍ଟମଙ୍ଗଳା ମୁହ ଲୁଚା ସେ ସବୁ ସମାପନ କରାଯିବ। ସମାପନ ନିଶ୍ଚିତ ଭାବରେ କରାଯିବ। ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରାଯିବ। ମାନବ ମାନଙ୍କର ଯେମିତି କରାଯାଏ ଠାକୁରଙ୍କର ସେଇଭଳି ଭାବରେ ସମସ୍ତ କାର୍ଯ୍ୟକ୍ରମ ରହିଛି ଯାହା ଆପଣ ଦେଖିପାରିବେ। ମାନେ ଆମେ ଏଇଠୁ ଗୋଟେ ଜିନିଷ ପରିଲକ୍ଷିତ କରିବା ଯେ ଠାକୁରଙ୍କ ବିବାହ ଉତ୍ସବ ନେଇକି ମାନବୀୟ ଲୀଳାରେ ସେଇ ମାନବ ଅନୁସରଣ କରିଛନ୍ତି ଠାକୁରଙ୍କ ବିବାହ ଉତ୍ସବ। ହଁ ସେଇ କଥା ତ ଯେମିତି ରୀତିନୀତି ଅନୁସାରେ ହବା କଥା। ଆମର ଯେମିତି ନିର୍ବନ୍ଧ କାର୍ଯ୍ୟକ୍ରମ ହୁଏ ଠାକୁରଙ୍କର ସେମିତି ନିର୍ବନ୍ଧ କାର୍ଯ୍ୟକ୍ରମ ହେଇଥିଲା ଏବଂ ଯେପରି ଭାବରେ ନିର୍ବନ୍ଧ ପରେ କଥାବାର୍ତ୍ତା କେମିତି ବାହାଘର ହବ କେମିତି ଆସିବେ କେମିତି ଯିବେ ତାହା ସେଇଭଳି ପରିପ୍ରେକ୍ଷୀରେ କଥାବାର୍ତ୍ତା ହେଇ ସବୁ ନିୟମ ଅନୁସାରେ ତାଙ୍କର କାର୍ଯ୍ୟକ୍ରମ ଚାଲିଛି ଏବଂ ଏମିତି କାର୍ଯ୍ୟକ୍ରମ ଠାକୁର ଶେଷ ପର୍ଯ୍ୟନ୍ତ ରହିବ ମାନବୀୟ ଲୀଳା। ଯୋଉ ବରଯାତ୍ରୀ ଦଳ ଆସିଥିଲେ ଶୈବ ଦଳ ସନ୍ତୁଷ୍ଟ ଅଛନ୍ତି ତ କନ୍ୟା ପକ୍ଷର ଯୋଉ ପଚାରିବା ଜିନିଷ? ହଁ ମାନେ ସେ ସବୁ ଜିନିଷ ଦେଖିବାକୁ ଗଲେ ତ ବହୁତ କିଛି କିନ୍ତୁ ଯାହା ଅଛି ସମସ୍ତେ ବର୍ତ୍ତମାନ ତାଙ୍କର ଖାଦ୍ୟପେୟ ପ୍ରସାଦ ଠାକୁରଙ୍କର ପାଇକିରି ସେମାନେ ଖୁସିରେ ଭୋଜି ଖାଇ ସମସ୍ତେ ଆନନ୍ଦିତ ଏବଂ ଯିଏ ରହିବା କଥା ରହୁଛନ୍ତି ଏବଂ ଯେଉଁମାନେ ପ୍ରତ୍ୟାବର୍ତ୍ତନ କରିବା କଥା ସେମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି।